আমরা পরিচয়টা দেবো। প্রধানী বৃন্দাবন মহাপাত্র, সৃজনিকা ভাষা সাহিত্য ও সংস্কৃতি পরিষদ নୟାଗଡ଼ର ସଭାପତି। ଡ୍ୟାନ୍ସ ନୟାଗଡ଼ ଡ୍ୟାନ୍ସ ୟାକୁ ନେଇ ଆପଣଙ୍କର ନୂଆଗାଁ ବ୍ଲକରେ ଯେଉଁ ପ୍ରୋଗ୍ରାମ ହେବାର ଅଛି ତାକୁ ନେଇ ଆପଣ କ'ଣ ନୟାଗଡ଼ ଡ୍ୟାନ୍ସ ଇଏ ସମଗ୍ର ଜିଲ୍ଲା ପାଇଁ ଗୋଟିଏ ନୂତନ ଧରଣର କାର୍ଯ୍ୟକ୍ରମ ହାତକୁ ନେଇଛି ସୃଜନିକା, ଯେଉଁଠି ଆମର 8ଟି ଯାକ ବ୍ଲକରେ ଆମେ ପ୍ରଥମେ ସାମ୍ବାଦିକ ସମ୍ମିଳନୀ ରଖୁଛୁ ଏବଂ ତା'ର 2 ସପ୍ତାହ ଭିତରେ ରଖୁଛୁ ଆମେ ଅଡ଼ିସନ୍। ଏ ଭିତରେ ଆମର 5ଟି ବ୍ଲକର ଅଡ଼ିସନ୍ ସରିଗଲାଣି। ପ୍ରଥମେ ହେଇଥିଲା 31/3/24ରେ କୁଡ଼ଗାଁ ବ୍ଲକ, ତାପରେ ରଣପୁର ବ୍ଲକ, ତାପରେ ଭାପୁର ବ୍ଲକ, ତାପରେ ଖଣ୍ଡପଡ଼ା ବ୍ଲକ ଏବଂ ଏଇ ଗଲା 30 ତାରିଖରେ ହେଇଥିଲା ଦଶପଲ୍ଲା ବ୍ଲକ। ଏ ସମସ୍ତ ପ୍ରତି ବ୍ଲକରୁ ଆମେ 5 ଜଣ ବା ଅତି ବେଶୀରେ ଯଦି କେଉଁଠି ମାର୍କ ଏକା ହେଇଯାଏ ତାହେଲେ 6 ଜଣ ଯିବେ ସେମିଫାଇନାଲ୍ ଏବଂ ତା ଭିତରୁ ଆମେ ଫାଇନାଲକୁ ସିଲେକ୍ସନ୍ କରିବୁ। ଫାଇନାଲରେ ଯେଉଁମାନେ ରହିବେ 3 ଜଣ, ପ୍ରଥମ ଯିଏ 10,000 ଟଙ୍କା ଟ୍ରଫି ମାନପତ୍ର, ଦ୍ୱିତୀୟ 5,000 ଟଙ୍କା ଟ୍ରଫି ଏବଂ ମାନପତ୍ର, ତୃତୀୟ 3,000 ଟଙ୍କା ଟ୍ରଫି ଏବଂ ମାନପତ୍ର ପାଇବେ। ଏ ଜିଲ୍ଲା ସ୍ତରର କଥା। ଯେତେ ଫାଇନାଲରେ ଭାଗ ନେବେ, ଯେତେ ସେମିଫାଇନାଲରେ ଭାଗ ନେବେ, ସମସ୍ତଙ୍କୁ ମାନପତ୍ର ରହିଛି। ଫାଇନାଲରେ ଯେତେ ଭାଗ ନେବେ ସମସ୍ତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିବାର ବ୍ୟବସ୍ଥା ରହିଛି। ଯାହାକି ଆମେ ବ୍ଲକ ସ୍ତରରେ ଯେଉଁ ଅଡ଼ିସନ୍ ରଖୁଛୁ, ଆପଣ ଦେଖିବେ ଆମର କୁଡ଼ଗାଁର ପ୍ରଥମ ଅଡ଼ିସନରେ 50 ଜଣ ଭାଗ ନେଇଥିଲେ। ଅର୍ଥାତ୍ ଆମର ଏଇଥିପାଇଁ ଆମେ ବ୍ଲକ ସ୍ତରରୁ ଅଡ଼ିସନ୍ ରଖି ଜିଲ୍ଲା ସ୍ତରକୁ ଆଣୁଛୁ, ଯେଉଁଟାକି ପିଲାମାନଙ୍କ ଭିତରେ ସୃଜନିକାର ସୃଜନୀ ସୃଷ୍ଟି ହେବ ଏବଂ ଫାଇନାଲ ତାରିଖ ବି ଠିକ୍ ହେଇଯାଇଛି। 22/9/2024ରେ ଫାଇନାଲ ରାଉଣ୍ଡ ହେବ। ଗ୍ରାଣ୍ଡ ଫିନାଲେ ଯେଉଁ କହୁଛନ୍ତି ଆମର, ଆପଣ ଦେଖିଥିବେ ବିଭିନ୍ନ ଚ୍ୟାନେଲରେ ଯେମିତି ହେଉଛି, ରାଜ୍ୟସ୍ତରୀୟ ହେଉଛି, ସେମିତି ପ୍ରଥମେ ଆମେ ଜିଲ୍ଲା ସ୍ତରରେ ରଖିଛୁ। ଯେଉଁ ସୃଜନଶୀଳ ପ୍ରତିଭା ଅଛି ଆମର ପିଲାମାନଙ୍କ ପାଖରେ, ସିଏ ଲୋକଲୋଚନକୁ ଆସିପାରିବେ ଏବଂ ପିଲାମାନେ ଭବିଷ୍ୟତରେ ଆକୁ ନେଇ କିଛି ସ୍ୱପ୍ନ ଦେଖିବା ବି ସମ୍ଭବ। এই ଡ୍ୟାନ୍ସ ପ୍ରୋଗ୍ରାମରେ କେଉଁ ବର୍ଗର ପିଲାମାନେ 8 ବର୍ଷରୁ 18 ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲା ଭାଗ ନେଇପାରିବେ। ତାଙ୍କର ଆଧାର କାର୍ଡ଼ କିମ୍ବା ତାଙ୍କର ଯେଉଁ ଅନୁଷ୍ଠାନରେ ପଢ଼ୁଥିବେ ସେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ବା ଅଧ୍ୟକ୍ଷ ଯଦି ସାର୍ଟିଫାଇଡ୍ କରିବେ ଯେ ତା'ର ବୟସ ଏତିକି, ତାକୁ ମଧ୍ୟ ଆମେ ଗୁରୁତ୍ୱ ଦେବୁ ଏବଂ 3 ମିନିଟ୍ ପର୍ଯ୍ୟନ୍ତ ସିଏ ତାଙ୍କର କେତେ ପାରଙ୍ଗମ ତାକୁ ଦେଖାଇ ପାରିବେ। 3 ମିନିଟ୍ ସର୍ବାଧିକ ସମୟ ଆମେ ଦେବୁ। ସୃଜନିକା ଆନୁକୂଲ୍ୟରେ ଯେଉଁ ଆମର ଡ୍ୟାନ୍ସ ପ୍ରୋଗ୍ରାମ କରାଯାଉଛି, ଏଇଟା ଲୋକମାନଙ୍କର କେତେ ଆଦୃତ? ବର୍ତ୍ତମାନ ଆଜିକାଲି ପ୍ରତି ବ୍ଲକରେ ଏଇ ଅଡ଼ିସନ୍ କରାଗଲାଣି। ଲୋକମାନଙ୍କର ତାର ବହୁତ ଆଦୃତ ହେଉଛି। ଯେଉଁ ଗାର୍ଡ଼ିଆନ୍ ମାନେ ଆସୁଛନ୍ତି ସେମାନେ ୟାର ଯେଉଁ ପଜିଟିଭନେସ୍ ଆମେ କହୁଛେ, ସକାରାତ୍ମକ ଚିନ୍ତାଧାରା କ'ଣ ଏଥିରେ ଅଛି। ଏବେ ଆପଣ ଦେଖୁଥିବେ ଯେମିତି ଯୋଗ କ୍ଲାସ୍ ହେଉଛି, ଇଏ ନୃତ୍ୟ ବି ଏକ ଯୋଗ ଶ୍ରେଣୀର। ଏବଂ ଦ୍ୱିତୀୟ ହେଲା ଆମର ଯେଉଁ ସଂସ୍କୃତି ରହିଛି, ଓଡ଼ିଆର ଯେଉଁ ଅସ୍ମିତା, ଯେଉଁ ଚର୍ଚ୍ଚା ବହୁତ ଚାଲିଥିଲା ଯେ ଯାହା ପାଇଁ ଓଡ଼ିଆ ଗର୍ବିତ। ଅସ୍ମିତା ଅର୍ଥ ମୁଁ ଅଛି ବା ଯାହାକୁ ନେଇକି ମୁଁ ନିଜକୁ ନେଇକି ଗର୍ବ କରେ, ତା ତ ଓଡ଼ିଆ ଭାଷାକୁ ନେଇକି ଯେଉଁ ଗର୍ବ। ଆପଣ ଦେଖିବେ ଆଜି ସୁଦୂର ଆମେରିକାରୁ କିଛି ନାଗରିକ ଆସି ଓଡ଼ିଶାରେ ଓଡ଼ିଶୀ ଡ୍ୟାନ୍ସ ଶିଖିବା ପାଇଁ ମାନେ ରହୁଛନ୍ତି। ତାଙ୍କ ଦେଶ ଛାଡ଼ିକି ଆମ ଦେଶରେ ସେ ରହୁଛନ୍ତି ଏବଂ ଖାସ୍ କରି ଓଡ଼ିଶାରେ ଆମର ଜଗନ୍ନାଥ ସଂସ୍କୃତିରେ ଯେଉଁ ନୃତ୍ୟ ଅଛି ସେ ବି ଆମର ଓଡ଼ିଆର ଅସ୍ମିତା। ଯେଉଁ ଡ୍ୟାନ୍ସ କାର୍ଯ୍ୟକ୍ରମ କରାଯିବ ସେଠି କେବଳ ଓଡ଼ିଆ ଭାଷା ଉପରେ କରାଯିବ, ଓଡ଼ିଆ ସଂସ୍କୃତି ଉପରେ କରାଯିବ ନା ଆଧୁନିକତାର ଓଡ଼ିଆ ଭାଷାରେ ବେଶୀ ପ୍ରାଧାନ୍ୟ ଦିଆଯାଉଛି।
କିନ୍ତୁ ଯେକୌଣସି ଭାଷାକୁ ନେଇକି ସେ ଯଦି ନୃତ୍ୟ କରିବେ ଆମର କିଛି ଅସୁବିଧା ନାହିଁ। ଏ ନୃତ୍ୟ ମାଧ୍ୟମରେ ଆଧୁନିକତା ରହିବ ନା ଆମର ଆଧୁନିକ ରହିବ କିନ୍ତୁ ଅଶ୍ଳୀଳତାକୁ ପ୍ରଶୟ ଦିଆଯିବ ନାହିଁ। ଆମେ ରେକର୍ଡ କାଢ଼ିଦେବୁ।